ନମସ୍କାର, ଜୟ ଜଗନ୍ନାଥ। ଚିତ୍ତଉ ଅମାବାସ୍ୟା ଉପଲକ୍ଷେ ଚାଲନ୍ତୁ ଆଜି ବନେଇବା ଏକଦମ ତୁଳା ପରି ନରମ ଚିତ୍ତଉ ପିଠା। ପୁରଦିଆ ଚିତ୍ତଉ ଆଜି ମୁଁ ବନେଇଛି। ଆପଣ ପୁରଦିଆ ହଉ କି ପ୍ଲେନ୍ ହଉ ଯେକୌଣସି ଚିତ୍ତଉ ବନେଇ ପାରିବେ। ସେଇଟା ପୁଣି ବହୁତ ସହଜ ଉପାୟରେ ଖାଇବାକୁ ବି ବହୁତ ଟେଷ୍ଟି ଲାଗିବ। ଆଉ ଦେଖନ୍ତୁ କେତେ ନରମ ହେଇଛି, ଧରୁ ଧରୁ ପୁରା ଫାଟି ପଡୁଛି, ଏତେ ନରମ ହେଇଛି, ଖାଇଲେ ପାଟିରେ ପୁରା ମିଳେଇ ଗଲା ଭଳି। ଚିତଉ ପିଠା ପାଇଁ ଏଠି ମୁଁ ଚାଉଳ ଆଉ ବିରିକୁ ବତୁରେଇକି ରଖିଥିଲି। ମତେ ଇନଷ୍ଟାଣ୍ଟ ବନେଇବାର ଥିଲା, ସେଥିପାଇଁ ମୁଁ କିଛି ବିରି ନେଇଛି। ଆପଣ ଚାହିଁଲେ ଖାଲି ଚାଉଳ ଆଉ ନଡ଼ିଆରେ ବି ବନେଇ ପାରିବେ। ମୁଁ ଏଠି ଚାଉଳ ଆଉ ବିରିକୁ 2 ରୁ 3 ଘଣ୍ଟା ବତୁରେଇଛି। ଖାଲି ଚାଉଳ ଆଉ ନଡ଼ିଆରେ କଲେ ଆପଣଙ୍କୁ ଚାଉଳ 4 ରୁ 5 ଘଣ୍ଟା ପର୍ଯ୍ୟନ୍ତ ବତୁରେଇବାକୁ ପଡ଼ିବ। ମୁଁ ଏଠି 1 କପ୍ ଭଳିଆ ଚାଉଳ ନେଇଛି। ମାପରେ ହିସାବ କଲେ ସେଟା 250 ଗ୍ରାମ ହବ। ଆଉ ବିରି ସେଇ ଅନୁସାରେ 1/4 କପ୍ ନେଇଛି। ହାତରେ ହିସାବ କଲେ 1 ମୁଠା ବିରି ହବ। ସେଠି ମୁଁ 2 କପ୍ ନଡ଼ିଆ ନେଇଯାଇଛି। ଗୋଟେ ନଡ଼ିଆକୁ ପୁରା ଭଲସେ କୋରିକି ନେଇଛି। ଆଉ କିଛି କ୍ଷୀର, ଆପଣ କ୍ଷୀର ଜାଗାରେ ପାଣି ବି ଦେଇପାରିବେ, କିନ୍ତୁ କ୍ଷୀରରେ ଟିକେ ବେଶୀ ଟେଷ୍ଟି ଲାଗିବ। ସେଥିପାଇଁ ମୁଁ ଏଠି କ୍ଷୀରରେ ସେଟାକୁ ବାଟିଛି। ଦେଖନ୍ତୁ ଭଲସେ ପୁରା ଚିକଣ କରିକି ଆମେ ବାଟିଦବା। ଏଠି ମୁଁ ଟିକେ ପାଣିକୁ ସେଇ ମିକ୍ସି ଜାରରେ ନେଇକି ସେଟାକୁ ଭଲସେ ଧୋଇକି ସେଥିରେ ପାଣି ବି ଟିକେ ଦେଇ ଦେଇଛି। ଦେଖନ୍ତୁ ଏମିତି କନସିଷ୍ଟେନ୍ସି ରଖିବା। ତା ଦେହରେ ଲୁଣ ପକେଇକି ଟିକେ ହାଫ୍ ସ୍ପୁନ୍ ବାଲା ଲୁଣ ପକେଇ ଦେଇଛି। ଦେଖନ୍ତୁ ଏଇ କନସିଷ୍ଟେନ୍ସି ରଖିବା ତ ଆମର ପିଠାଟା ବହୁତ ଭଲ ରହିବ, ଆଉ ନରମ ବି ହବ, ଖାଇବାକୁ ମଧ୍ୟ ବହୁତ ହି ଟେଷ୍ଟି ଲାଗିବ। ଏବେ ଚାଲନ୍ତୁ ପୁର ପାଇଁ ପ୍ରିପାରେସନ କରିବା। ଏବେ ମୁଁ ପୁରଟା ବନେଇବା ପାଇଁ 3 ଟେବୁଲ ସ୍ପୁନ୍ ଗୁଡ଼ ନେଇଯାଇଛି। ସେ ଗୁଡ଼ଟାକୁ ଟିକେ ଗୋଟେ ପ୍ୟାନରେ ମେଲ୍ଟ କରିବାକୁ ଛାଡ଼ି ଦଉଛି ସ୍ଲୋ ଧିମା ଆଞ୍ଚରେ। ଦେଖନ୍ତୁ ଏବେ ଗୁଡ଼ଟା ଭଲସେ ମେଲ୍ଟ କରିଦଉଛି। ତାକୁ ଆମର କ୍ୟାରାମେଲାଇଜ କରିବାର ନାହିଁ, ଓନ୍ଲି ଟିକେ ମେଲ୍ଟ କରିବାର ଅଛି। ସେଥିରେ ମୁଁ ହାଫ୍ ନଡ଼ିଆକୁ କୋରିକି ନେଇକି ସେଟା ପକେଇ ଦେଇଛି। ଆପଣଙ୍କର ଯେତିକି ଦରକାର ପୁର ଆପଣ ସେଇ ଅନୁସାରେ ନଡ଼ିଆ ନେଇକି ଗୁଡ଼ ପାଗ କରିପାରିବେ। ଏବେ ନଡ଼ିଆ ଆଉ ଗୁଡ଼କୁ ଆମେ ଭଲସେ ମିକ୍ସ କରିଦବା। ସେଥିରୁ ଗୋଟେ ବଢ଼ିଆ ବାସ୍ନା ଆସିବ। ଆମକୁ ନଡ଼ିଆ ଆଉ ଗୁଡ଼କୁ ଖାଲି ଭଲସେ ମିକ୍ସ କରିବାର ଅଛି, ତାକୁ ଏକଦମ ଭାଜିବାର ନାହିଁ। ଆମର ଏତେ ବଢ଼ିଆ ବାସ୍ନା ଆସିବ ଯେ ସେଇଟା ଆପଣ ଜାଣି ବି ପାରିବେ। ଦେଖନ୍ତୁ ଆମର ଏବେ ଚିତ୍ତଉ ପିଠା ପାଇଁ ଗୁଡ଼ ପାଗଟା ବହୁତ ଭଲସେ ହେଇଗଲା ନଡ଼ିଆ ବାଲା। ତା ଦେହରେ ମୁଁ ଟିକେ ଗୁଜୁରାତି ଆଉ ଗୋଲମରିଚକୁ ଗୁଣ୍ଡ କରିକି ନେଇଛି। ଆଉ କାଜୁ ଟିକେ କାଟି କାଟିକି ନେଇଛି। ଆପଣ ଆପଣଙ୍କ ହିସାବରେ ଡ୍ରାଏ ଫ୍ରୁଟ୍ସ ପକେଇ ପାରିବେ, ନହେଲେ ତାକୁ ସ୍କିପ୍ ବି କରିପାରିବେ। ଡ୍ରାଏ ଫ୍ରୁଟ୍ସ ପକେଇଲେ ଟିକେ ବେଶୀ ଭଲ ଲାଗିବ, ସେଥିପାଇଁ ମୁଁ ପକେଇ ଦେଇଛି। ଏବେ ସେଇଟା ଆମର ରେଡି ହେଇଗଲା। ଏବେ ମୁଁ ଗୋଟେ କରେଇ ନେଇଯାଇଛି, ତାକୁ ଗ୍ୟାସ୍ ଉପରେ ବସେଇ ଦେଇଛି। ଟିକେ ମୋଟା ବାଲା କରେଇ ନବା ଆମେ ଚିତ୍ତଉ ପିଠା ପାଇଁ, ନହେଲେ ତଳଟା ପୋଡ଼ିଯିବ। ତା ଦେହରେ ଟିକେ ଘିଅ ଦେଇକି ଏବେ ବ୍ୟାଟରଟା ପକଉଛି। ଯେତିକି ଆମର ହିସାବରେ କରିବାର ଅଛି, ଯେତିକି ବଡ଼ କରିବାର ଅଛି, ଆମେ ସେଇ ଅନୁସାରେ ବ୍ୟାଟରଟା ପକେଇବା। ଏବେ ତା ଦେହରେ ମୁଁ ପୁର ଦେଇ ଦଉଛି। ପୁରଟା ବି ଆରାମସେ ହେଇଯିବ ଯେତେବେଳେ ଆମେ ଘୋଡ଼ଣୀଟା ପକେଇବା। ଏବେ ପୁରଟା ଚାରିଆଡ଼କୁ ଭଲସେ ସ୍ପ୍ରେଡ୍ କରିକି ଦେଇ ଦେଇଛି। ଏବେ ଆମେ ଘୋଡ଼ଣୀଟା ପକେଇଦବା। 2-3 ମିନିଟ୍ ପୁରା ହାଇ ଫ୍ଲେମ୍ରେ ସେଟା ବନେଇବା, କାରଣ ଚିତ୍ତଉ ପିଠାଟା ହାଇ ଫ୍ଲେମ୍ରେ ହିଁ ଭଲ ଫୁଲେ। ତାକୁ ଆସ୍ତେ ଆସ୍ତେ ଏବେ କାଢ଼ିବା। ଦେଖନ୍ତୁ କେତେ ବଢ଼ିଆ ସେ ହେଇଯାଇଛି, ଆଉ ଫୁଲି ବି ଯାଇଛି। ଏବେ ସେଇଟା ଆମେ ଆସ୍ତେ ଆସ୍ତେ କାଢ଼ିବା। ଯେହେତୁ ମୁଁ ଘିଅ ଦେଇଛି ତ ସେଇଟା ଇଜିଲି ବି ବାହାରି ଗଲା। ଏବେ ଗୋଟେ ପରେ ଗୋଟେ ଆମେ ଏମିତି ବନେଇ ଚାଲିବା। ଏଇ ଚିତ୍ତଉ ପିଠାଟା ଆମ ଓଡ଼ିଶାର ଗୋଟେ ଅଥେଣ୍ଟିକ ପିଠା, ଯୋଉଟା କି ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ମଧ୍ୟ ହୁଏ। ଏଇଟା 56 ଭୋଗରୁ ଗୋଟେ। ଆଉ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଏଇ ଶ୍ରାବଣ ମାସରେ ଅମାବାସ୍ୟା ଯୋଉ ପଡ଼େ ଚିତ୍ତଉ ଅମାବାସ୍ୟା, ସେଇଦିନ ମଧ୍ୟ ଜଗନ୍ନାଥଙ୍କ ପାଖରେ ଏଇଟା ଭୋଗ ଲାଗେ। ଆପଣ ଏଇଟା ସିଓର ବନେଇକି ଖାଆନ୍ତୁ, ଆପଣଙ୍କୁ ବି ବହୁତ ଭଲ ଲାଗିବ। ଆଉ ମୋର ଯଦି ଏ ରେସିପିଟି ଆପଣଙ୍କୁ ଭଲ ଲାଗିଛି, ଆପଣ ସିଓର ଟ୍ରାଏ କରିବେ। ଆଉ ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ କରିନାହାନ୍ତି ତ ସବସ୍କ୍ରାଇବ ନିଶ୍ଚୟ କରିଦିଅନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ବି କରିଦେବେ। ଏବେ ମୁଁ ଗୋଟେ ପରେ ଗୋଟେ ଚିତ୍ତଉ ପିଠା ବାହାର କରିଦେଇଛି। ଦେଖନ୍ତୁ କେତେ ବଢ଼ିଆ ଲାଗୁଛି, ଆଉ ଖାଇବାକୁ ବି ବହୁତ ବଢ଼ିଆ ଲାଗୁଥିଲା। ଧନ୍ୟବାଦ।